ପ୍ରବନ୍ଧ ଆକାଶ କଇଁଆ ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀ। ଆକାଶରୁ କଇଁଆ ତୋଳା ହେବ, ଚିଲିକାରୁ ମାଛ ମରା ହୋଇ ଆସିବ, ଆଉ ପୁଅ ଆମର ବସି ଗ୍ରାସ ମାରିବେ। କଥାଟା ବଡ଼ ଅପସନ୍ଦ ବୋଲି ଆମ ଦେଶରେ ଲୋକ କହନ୍ତି। ଯେଉଁମାନେ ହାତେ ମାପି ଚାଖଣ୍ଡେ ଚାଲିବାକୁ, ସେମାନଙ୍କ ପକ୍ଷରେ ଏ କଥାଟା ଅପସନ୍ଦ ନିଶ୍ଚୟ। କିନ୍ତୁ ଏ ଅପସନ୍ଦ କଥା ଅନେକ କରନ୍ତି, ପୁଣି ଅନେକ ମଧ୍ୟ ହାତେ ମାପି ଚାଖଣ୍ଡେ ଚାଲନ୍ତି। ଏ ସଂସାରଟା ହିଁ ଏଇଆ। କାହା ପକ୍ଷରେ ଢିଙ୍କି ଗିଳିବା ଏକାବେଳେ ଅସମ୍ଭବ, କିଏ ପୁଣି ଢିଙ୍କି ତ ଢିଙ୍କି ପର୍ବତ ଗିଳି ମଧ୍ୟ ପାର କରି ଦେଉଛି। କିଏ କହୁଛି ନିଆଁ ପାଖକୁ ଗଲେ ପୋଡ଼ି ମରିବ, କିଏ ପୁଣି ନିଆଁରେ ଚାଲୁଛି, ନିଆଁ ଭିତରେ ରହୁଛି। କିଏ ବା ନିଆଁରେ ପୋଡ଼ି ଜଳି ଶୁଦ୍ଧ ସମ୍ପନ୍ନ ପାଲଟି ଯାଉଛି। ପିଲା ଯେତେବେଳେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଖଟ ଉପରକୁ ପହଞ୍ଚେ, ସେତେବେଳେ ମା କଥାଟାକୁ ନାପସନ୍ଦ କରି ଡାକ ପକାଏ, ପଡ଼ିଯିବୁ ରେ ବାପ, ମୁଣ୍ଡ ଛେଚି ହେଇଯିବ। ପିଲା ମା ଆଡ଼କୁ ଚାହେଁ, ମୁଡ଼ୁକି ହସାଟିଏ ଦେଇ ପଡ଼ି ରହି ଖଟ ଉପରକୁ ଚଢ଼େ। ସେତେବେଳେ ମା ମନରେ କେଡ଼େ ଖୁସି, କେତେ ଗର୍ବ, କ'ଣ ନା ତା'ର ପୁଅ କେଡ଼େ ପାରିବାର ଜଣେ ହେଇଗଲାଣି। ଘଇତା ଯେତେବେଳେ ବନ୍ଧୁକ ଘିନି ବାଘ ଶିକାର କରିବାକୁ ଯାଏ, ମାଇପ କଥାଟାକୁ କେଡ଼େ ନାପସନ୍ଦ କରେ। ଘଇତା କଥା ନ ମାନି ଚଳିଲେ କବାଟ କୋଣରେ ବସି କେତେ ସକେଇ ସକେଇ କାନ୍ଦେ। କିନ୍ତୁ ଘଇତା ଯେତେବେଳେ ସତକୁ ସତ ବାଘଟିଏ ମାରି ଆଣି ପହଞ୍ଚେ, ସେତେବେଳେ ତା ମନରେ କେତେ ଗର୍ବ। ସାଙ୍ଗ ସାଥୀ ସାଇ ପଡ଼ିଶାଙ୍କ ଆଗରେ ଛାତି ଫୁଲାଇ ମୁହଁ ନ ଚାହିଁ କେଡ଼େ ବାକ୍ଚାତୁରୀରେ କରି କହେ ସେ। ଏଇ ଯେ ଆନନ୍ଦ, ଏଇ ଯେ ଗର୍ବ। ସେ ହାତ ମାପି ଚାଖଣ୍ଡେ ଚାଲିବାରେ ଆଉ ଅଛି କି? ମୋର 2 ପଇସା ଅଛି, ମୁଁ ତାକି ଜଗି ଥୋଇ ହାତ ମାପି ଚାଖଣ୍ଡେ ଚାଲି ସାରା ଜୀବନଟାରେ ସେ 2 ପଇସାକୁ 4 ପଇସା କରି ଥୋଇଲି। ଅଥଚ ଟିକିଏ ସାହସ କରିଥିଲେ, ଟିକିଏ ଆଖି ବୁଜି ଅନ୍ଧାରକୁ ଡେଇଁ ପଡ଼ିଥିଲେ, ସେଇ ତ ପଇସାଟି ମୋର 10 ଟଙ୍କା ହୋଇପାରିଥାନ୍ତା, ନହେଲେ ସେ 2 ପଇସାଟି ଯାଇଥାନ୍ତା। କେଉଁଟା ଭଲ, କେଉଁଟା ମନ୍ଦ? ଭଲ ମନ୍ଦ ବା କ'ଣ? କେଉଁଟା ଭଲ ବୋଲି କିଛି ସିନ୍ଦୂର ମରା ଅଛି କି? ଏଇଟା ଭଲ ବୋଲି କିଛି ଚୂନକଳା ଲେସା ଅଛି? ତୁମ ଆଖିକି ଯାହା ସୁନ୍ଦର, ସେ ମୋ ଆଖିକୁ ଅସୁନ୍ଦର ଦିଶିପାରେ। କେମିତି ଜାଣିବ କେଉଁଟା ଭଲ, କେଉଁଟା ମନ୍ଦ? ତୁମେ ହୁଏତ କହିବ, ଯାହା 5 ଜଣଙ୍କ ଆଖିରେ ସୁନ୍ଦର, ସେ ହିଁ ସୁନ୍ଦର। କିନ୍ତୁ ସେ 5 ଜଣ କିଏ? କେଉଁ ଦେଶର, କେଉଁ ଯୁଗର? ମୋର ବଢ଼ିଲା ଝିଅ ଦାଣ୍ଡରେ ପଞ୍ଝାଏ ଟୋକା ଘେନି ବୁଲିଲେ ଆମ ଦେଶର 5 ଜଣଙ୍କ ଆଖିକି ଅସୁନ୍ଦର ଦିଶିପାରେ, କିନ୍ତୁ ବିଲାତ ଲୋକଙ୍କ ଆଖିକୁ ସୁନ୍ଦର ଦିଶିବ ନାହିଁ, ଅସୁନ୍ଦର ଦିଶିବ ନାହିଁ। ମୋର ବ୍ରାହ୍ମଣ ଘର, ପୁଣି ଡେପୁଟି ବାବୁଙ୍କ ଘର। ମୋ ମାଇପ ବଜାର ହାଟକୁ ସଉଦାପାତି କରିବାକୁ ଗଲେ ସୁନ୍ଦର ଦିଶିବ ନାହିଁ। ମାତ୍ର ରାମାବଉରୀ ମାଉପ ବଜାର ଘାଟକୁ ସଉଦାପାତ କାମଧନ୍ଦାରେ ନ ଗଲେ ବରଂ ସେଉଟା ଅସୁନ୍ଦର ଦିଶିବ। ତେବେ କ'ଣ ଖାଲି ଦେଶକେ ଫାଙ୍କ ନଈକି ବାଙ୍କ ନୁହେଁ, ଶେଷରେ ଜାତି ଜାତିକେ ଫାଙ୍କ, ଘର ଘରକେ ଫାଙ୍କ ହେବ। ସେ ହୁଏତ କହିବେ, ନା ନା, ଯାହା ମୋତେ ଭଲ ଦିଶିଲା ସେଇଆ ଭଲ। ହଷ୍ଟମ୍ୟାନକୁ ସୁନ୍ଦର ଦିଶିଲା, ସେ ଲିଣ୍ଡବର୍ଗ କୁନି ପୁଅଟିକୁ ମାରିଦେଲେ, ସେଉଟା କ'ଣ ତେବେ ସୁନ୍ଦର? ନଟିଆ ଚୋର ମୋ ଘରେ ପଶି ମୋର ସର୍ବସ୍ୱ ଲୁଟି କରି ନେଇଗଲା, ତାକୁ ସେଉଟା ସୁନ୍ଦର ଦିଶିଲା ବୋଲି ତ? ତେବେ ସେ କ'ଣ ଅସୁନ୍ଦର? ପୁଣି ଦିଶିବା ଅର୍ଥ କ'ଣ? ଲାଗିବା ଅର୍ଥ କ'ଣ? ତୁମର 2ଟା ଆଖି ଅଛି, ମୋର ମଧ୍ୟ 2ଟି ଆଖି ଅଛି। ଏକା ଆଖି ଏକା ଜିନିଷରେ ତିଆରି, ଏକା ମନ ଏକା ଜିନିଷରେ ତିଆରି। ଏକା ଜିନିଷରେ ଅଛି, ଗୋଲାପ ଫୁଲଟିଏ ଫୁଟି ସଞ୍ଜ ପବନରେ ଢଳ ଢଳ ହେଉଛି, ତୁମେ ତାକୁ ଦେଖି ଘଡ଼ିଏ କାଳ ତାଟକା ପରି ଠିଆ ହୋଇଗଲ, କେତେ ଗୀତ କେତେ ଭାବ ଅଜାଡ଼ି ଦେଲ। ମୁଁ ମଧ୍ୟ ଦେଖିଲି, ଚାଲିଗଲି, ମୋ ମନରେ କାହିଁକି କିଛି ତ ହେଲା ନାହିଁ। ବୈକୁଣ୍ଠ, କାଳିନ୍ଦୀ, ହରିଶ୍ଚନ୍ଦ୍ର, ହରିହର, ଶରତ ଏମାନଙ୍କଠାରୁ ମୁଁ ବେଶୀ ପାଠୁଆ, ନ କହିଲେ ଚଳିବ ନାହିଁ। ବିଶ୍ୱବିଦ୍ୟାଳୟରୁ ଖେତାବ ହାସଲ କରିଛି, ନ ମାନିଲେ ମାନହାନି ମକଦ୍ଦମା ପର୍ଯ୍ୟନ୍ତ କରିପାରେ। ଅଥଚ ହୋସେନ ହେନାର ଗନ୍ଧରେ ସେମାନେ କାହିଁକି ଗୋଲାପୀ ସ୍ୱପ୍ନ ଦେଖନ୍ତି, ଆଉ ହୋସେନ ହେନା ଫୁଲଟା କାହିଁ ମୋର ତ ପସନ୍ଦକୁ ଲାଗେ ନାହିଁ। ତୁମେ କହିବ ଏଗୁଡ଼ା ମନର କଥା, ଆଉ ମନ ହେଲା ଗୋଟିଏ ତିଆରି ଜିନିଷ। ସାଙ୍ଗ ସାଥୀ ରହିବା ଜାଗା, ତୁମର ବେଳାକାଳ ଅନୁସାରେ ତୁମର ମନ ତିଆରି ହୁଏ। ଅତଏବ ଭିନ୍ନ ଲୋକର ଭିନ୍ନ ପ୍ରକାର ମନ ହେବ, ଆଉ ମନ କଥା ନେଇ ସତ ଅସତ, ଠିକ୍ ଭୁଲ ବିଚାର କରିହେବ ନାହିଁ। ଏ କଥା ମଧ୍ୟ ସେ ବେଠିକ୍। କାହିଁକି ନା ଏପରି କିଛି କଥା ନାହିଁ ଯହିଁରେ କି ମନ ତା'ର ରଙ୍ଗ ବୋଳି ନ ଦିଏ। ସେ କଥା ବେଳେ ବେଳେ ଆସିବ ପରେ। ଧରିନେଲ ତୁମର ଯୁକ୍ତିଟା ଠିକ୍, ତାହାହେଲେ ସତ ଅସତ ଠିକ୍ କରିବାର ଉପାୟ କ'ଣ?
ତୁମେ କହିବ ଆମର ପଞ୍ଚେନ୍ଦ୍ରିୟ ଅର୍ଥାତ୍ ଆଖି, କାନ, ନାକ, ଜିଭ, ଚମ। କଥାରେ କହନ୍ତି ଯାହା ନ ଦେଖିବ ବେନି ନୟନେ ପରତେ ନ ଯିବ ଗୁରୁ ବଚନେ। ଭଲ କଥା। ତୁମେ କଲିକତା ଯାଇଛ, ଉଡ଼ାଜାହାଜ ଦେଖି ଆସିଛ। ଆସି ମୋତେ କହିଲ ମୁଁ କଲିକତା ଯାଇଥିଲି ଯେ ଏମିତି ଉଡ଼ାଜାହାଜ ଦେଖିଲି, ସେମିତି ଏମିତି ଜିନିଷକୁ ଇଆତିକା ଉଡ଼ିଲା। ଉଡ଼ାଜାହାଜ କେବେ ଦେଖି ନାହିଁ ଆଖିରେ। ଯାହା ନ ଦେଖିବ ସେ ତ ସତ ନୁହେଁ। ଅତଏବ ମୁଁ ଯଦି ତୁମକୁ ମିଛୁଆ ବୋଲି କହେ ତାହେଲେ ତୁମେ ସହିବ ତ? ନା ମୋତେ ଜୋତାଗିନି ମାରିବାକୁ ଦୌଡ଼ିବ? ତୁମେ କହିବ ମୁଁ ଯାହା ଦେଖିଛି ସେ ମୋତେ ସତ, ତୁମେ ଯାହା ନ ଦେଖିଛ ସେ ତୁମକୁ ମିଛ। ୟା ଲାଗି ମଥାକଡ଼ା କିଆ? ଭଲ କଥା। ତୁମ ଘରେ ପଶି ଦାମିଆ ହାଡ଼ି ତୁମକୁ ନିସ୍ତକ ବାଡ଼େଇଲା। ତୁମେ ଗଲ ଫେରାବି ହେବାକୁ। ସାକ୍ଷୀ ଗୁହା ପ୍ରମାଣ ଦେଲା। କିନ୍ତୁ ମେଜିଷ୍ଟର ବିଚାର କରେ କ'ଣ? ତୁମର ଦାମିଆ ହାଡ଼ି ବାଡ଼େଇ ସେ ତ ନିଜ ଆଖିରେ ଦେଖି ନାହିଁ। ତୁମ ସାକ୍ଷୀ ଗୁହା ପ୍ରମାଣ ପରେ ମଧ୍ୟ ସେ ଯଦି ତୁମକୁ ମିଛୁଆ ବୋଲି ରାୟ ଦିଏ ତାହେଲେ ତୁମେ ସହିବ ତ? ତୁମେ କହିପାର ସତ ଓ ମିଛ ଭିତରେ ଆହୁରି ଗୋଟାଏ କଥା ଅଛି, ସମ୍ଭବ ଓ ଅସମ୍ଭବ, ପସନ୍ଦ ବା ନା ପସନ୍ଦ। ମାନିନେଲି ସେ କଥା। ତୁମର ଏ କଥାଟା ଉଦ୍ଦେଶ୍ୟ ଏଇ ତ ଯେ ସମ୍ଭବ ସତଠାରୁ କମ୍, ଅସମ୍ଭବ ମିଛଠାରୁ ବେଶୀ। କେତେ କମ୍ କେତେ ବେଶୀ ସେ କଥା ତୁମେ କହୁନାହିଁ। ସେ କଥା ମଧ୍ୟ ଇଲେ ଦରକାର ନାହିଁ। ବେଳ ପଡ଼ିଲେ ସେ ବିଷୟରେ ଅଧାଏ ଗାଇପାରେ। ମୋଟ ଉପରେ କଥା ହେଲା ତୁମେ ଯାହା ଦେଖିଛ ସେଉଟା ଅନ୍ୟ ପକ୍ଷରୁ ସତ୍ୟ ନୁହେଁ ଅଥବା ହୋଇ ନପାରେ। ଆଚ୍ଛା, ତୁମେ ଯାହା ଦେଖିଛ ସେଉଟା ଯେ ତୁମର ପକ୍ଷରେ ସତ ଏକଥା ତୁମେ ହଲପ ନେଇ କହିପାରିବ? ଧର ତୁମେ ଦି ପହରେ ବାଟରେ ଯାଉଛ। ଜଣେ ଲୋକ ପଛରୁ ଆସି ତୁମ ପିଠିରେ ଗୋଟିଏ ବତାସି ଫଳିଆ ଲଦିଦେଲା। ତୁମ ଆଖି ଆଗରେ ସବୁ ଅନ୍ଧାର ହୋଇଗଲା। ଜୁଳୁଜୁଳିଆ ପୋକ ଉଡ଼ିଗଲେ। ତୁମେ ଦେଖିଲ ଅନ୍ଧାର ଆଉ ଜୁଳୁଜୁଳିଆ ପୋକ। ତେବେ କ'ଣ ଦିନ ଦିପହରେ ଘମଘଟିଆ ଅନ୍ଧାର ଜୁଳୁଜୁଳିଆ ପୋକ ଠିକ୍? ଚନ୍ଦ୍ରପକ୍ଷ ରାତି ଜହ୍ନଫୁଲିଆ ପରି ଆଲୁଅ ପଡ଼ିଛି। ତୁମ ବେଶଭୂଷା ଖିଅର ବାହାର ହୋଇ ଅତର ଲଗେଇ ବାଡ଼ି ଧରି ବାହାରିଛ ଶ୍ରୀମତୀଙ୍କ ଅଭିସାରରେ। ଗାଁ କାନେଟା ବଉଳ ଗଛ ହେଇଛି ସଙ୍କେତ ସ୍ଥଳୀ। ତୁମେ ଯାଇ ପହଞ୍ଚି ଦେଖିଲ ବଉଳ ଗଛ ମୂଳରେ ଧୋବ ଫରଫର ଲୁଗାଟିଏ ପିନ୍ଧି ଠିଆ ହୋଇଛନ୍ତି ତୁମର ଅଭିସାରିକା। ତୁମେ ତାଙ୍କ ଆଡ଼କୁ ଚାଲ ଚାଲ ହୋଇ ଗଲ। ପାଖରେ ହେଲାକ୍ଷଣି ଦି ବାହୁରେ ବଢ଼େଇ ଦେଲ ଶ୍ରୀମତୀଙ୍କୁ ତୁମର ଛାତିକି ଟାଣି ନେବା ପାଇଁ। ଦେଖିଲ ସେଠି ନା ଅଛନ୍ତି ଶ୍ରୀମତୀ ନା ଅଛନ୍ତି ଆଉ କେହି। କେଉଁଟା ତାହେଲେ ତୁମର ଠିକ୍? ତୁମେ କହିବ ଏଗୁଡ଼ା ଅପ୍ଟିକାଲ ଡିଲ୍ୟୁଜନ୍, ଆଖିର ଭୁଲ। ତାହେଲେ ସେଇ କଥାଟି ମାନ ଯେ ତୁମର ଆଖିର ଭୁଲ କରିପାରେ। ଆଖି ଯଦି ଥରେ ଭୁଲ କରିପାରେ ତାହେଲେ ପଚାର ଥର 100 ଥର ଭୁଲି ପାରିବ ନା ନାହିଁ? ଆଖି କେତେବେଳେ ଠିକ୍ ଦେଖିଲା କେତେବେଳେ ଭୁଲ ଦେଖିଲା ତା'ର ପ୍ରମାଣ କ'ଣ? ତୁମେ ଦୁଇଟି ପ୍ରମାଣ ଦେଇପାର। ପ୍ରଥମରୁ ମୁଁ ଯାହା ଦେଖିଲି ଆଉ 5 ଜଣ ଯଦି ସେୟା ଦେଖନ୍ତି ତାହେଲେ ନିଶ୍ଚୟ ଠିକ୍। ସେଠାରେ ଆଖି ଠିକ୍ ଦେଖିଛି। ଦ୍ୱିତୀୟରେ ଆଖି ଯଦି ଭୁଲ ଦେଖେ ତାହେଲେ ସେ ଭୁଲ ଲୋକ ପରେ ବୁଝିପାରେ। ଅତଏବ ଯେ ଦେଖିବାଟା ଭୁଲ ବୋଲି ଲୋକ ପରେ ନ ବୁଝିପାରେ ସେ ଦେଖିବାଟା ଠିକ୍। ଏଇ ଦୁଇଟା ପ୍ରମାଣ ବର୍ତ୍ତମାନ ପରୀକ୍ଷା କରାଯାଉ। ମୋତେ ଯଦି ମୋର ସାଙ୍ଗସାଥିମାନେ ମୁନ୍ଦୁରାରେ ଉଡ଼ାଇ କୋକେଇରେ ବାନ୍ଧି ମଶାଣିରେ ପକାଇ ଆସନ୍ତି ତାହେଲେ ସେ ବାଟରେ ସେ ଯିବେ। ସେ କହିବେ ଯେ ମୁର୍ଦାରଟା ପଡ଼ିଛି। ତାପରେ କେହି ନଥିଲା ବେଳେ ମୁଁ ଝାଡ଼ି ଯୋଡ଼ି ହୋଇ ଘରକୁ ଚାଲି ଆସିପାରେ। ତାହେଲେ ଏ ଯେଉଁ 5 ଜଣ ଦେଖି କହିଲେ ଯେ ମୁର୍ଦାରଟା, ସେମାନେ ଦେଖିବାଟା ତାହେଲେ ଠିକ୍ ହେଲା କିପରି? ଆଉ ଗୋଟାଏ ଉଦାହରଣ ଦେଖ। ତୁମର ପ୍ରେୟସୀ ସେ ସୁନ୍ଦରୀ ନା ଅସୁନ୍ଦରୀ? ତୁମେ କହିବ ନିଶ୍ଚୟ ସୁନ୍ଦରୀ। ତୁମ ଆଖିରେ ଏ ଜଗତରେ ତାଙ୍କଠାରୁ ବଳି ବେଶୀ ସୁନ୍ଦର କେହି ନାହିଁ। କିନ୍ତୁ ପାଖ ପଡ଼ିଶା ଏପରିକି ତୁମ ପ୍ରେୟସୀଙ୍କ ସାଙ୍ଗସାଥି 5 ଜଣଙ୍କୁ ପଚାର, ସେମାନେ କହିବେ ହଁ ଜୁ ସୁନ୍ଦରୀ, ଫାଡ଼ୁଙ୍ଗା ମୁହିଁ ନହେଲେ ଧାର ମୁହିଁ, ଚେପାଟା ନାଖି ନହେଲେ ଖଣ୍ଡା ନାଖି, କୋଡ଼ି ଦାନ୍ତୀ ନହେଲେ ଉଞ୍ଚୁ ଦାନ୍ତୀ ଇତ୍ୟାଦି ଇତ୍ୟାଦି। ତୁମ ଦେଖିବାରେ ଯେବେ 5 ଜଣ ରାୟ ଦେଲେ ତୁମ ଦେଖିବାଟା ଠିକ୍ ହୁଏ ତାହେଲେ ତୁମ ପ୍ରେୟସୀଙ୍କର ସୁନ୍ଦର ପାଣିଆ କାହିଁ? ତୁମେ ହୁଏତ କହିବ ଏଗୁଡ଼ା ଖାଲି ଗାଲୁ। ଆଚ୍ଛା, ଆମ ଗାଲୁ କଥା ଥାଉ। ଏଇ ସବୁଦିନର କଥାଟା ଦେଖ। ଆମେ ଆଖିରେ ଦେଖୁଛୁ ସୂର୍ଯ୍ୟ ପୂର୍ବ ଦିଗରେ ଉଞ୍ଚି ଆସ୍ତେ ଆସ୍ତେ ଉଠି ଉଠି ମୁଣ୍ଡ ଉପରକୁ ଆସୁଛି, ପୁଣି ଖସି ଖସି ଯାଇ ପଶ୍ଚିମରେ ଅସ୍ତ ହେଉଛି। ଅଥଚ ଏ ବସୁନ୍ଧରାଟା ପଡ଼ି ରହିଛି ସେଇ ମାନ୍ଧାତାଙ୍କ ଅମଳ ଆଜି ଯାଏଁ, ଯେ କୁଡ଼ରେ ସେଇ କଡ଼ରେ। ଏ ଦେଶର 12ପଣ ଲୋକ କହିବେ ସୂର୍ଯ୍ୟ ବୁଲୁଛି ପୃଥିବୀ ରହିଛି ସ୍ଥିର। ତୁମେ ଭଲ କଥାଟା ମାନିବ ତ? ଓଲଟି କହିବ ଆରେ ମୂର୍ଖ ମରହଟିଆ ଗୁଡ଼ାକ, ଆରେ ତୁମେ ଆଜି ଯାଏଁ ଶିଖିଲ ନାହିଁ ଏତିକି? ପୃଥିବୀ ବୁଲୁଛି, ସୂର୍ଯ୍ୟ ରହିଛି ସ୍ଥିର। ତୁମେ ପୁଣି ଏ କଥାଟା କେମିତି କହିଲ? ଯାହା ଆଖିରେ ଦେଖିଲ ତା ହେଲା ନାହିଁ, ଯାହା 5 ଜଣ ଦେଖିଲେ ତା ଓ କହିଲ ତା ମଧ୍ୟ ହେଲା ନାହିଁ। ଏ ପୁଣି କି କଥା? ତୁମେ ପାଠଶାଠ ପଢ଼ିଛ, ମାଷ୍ଟ୍ରେ କହିଲେ ପୃଥିବୀ ବୁଲୁଛି, ତୁମେ ସେଇ କଥାଟା ବିଶ୍ୱାସ କରିଗଲ। ଜଣେ କିଏ ବସି ବସି ଗୋଟାଏ ଦୂରବୀକ୍ଷଣରେ ଚାହିଁ ଚାହିଁ ଠିକ୍ କଲେ ଯେ ସୂର୍ଯ୍ୟ ରହିଛି ସ୍ଥିର।
ଯୁକ୍ତିତର୍କ ଇତ୍ୟାଦି ବଳରେ ପ୍ରଚାର କରି ବସିଲେ ଯେ ପୃଥିବୀ ବୁଲୁଛି, ସୂର୍ଯ୍ୟ ରହିଛି ସ୍ଥିର। ସମସ୍ତେ ସେଇଥିରେ ଭାସିଗଲେ, ସେ କଥା ବିଶ୍ୱାସ କଲେ। ଆଉ 5 ଜଣ ହୁଏତ ସେହିପରି ଅଣୁବୀକ୍ଷଣ ବା ଦୂରବୀକ୍ଷଣ ଚାହିଁ ସେଇଆ ଦେଖିଲେ। କଥାଟା ସାର ହୋଇଗଲା। ତାହେଲେ ତୁମେ ଦେଖିବା 5 ଜଣଙ୍କ ଦେଖିବା ସବୁ ଅଲଗା ଗଲା ଚୁଲିକି। ରହିଲା କ'ଣ ନା ଯାହା ଯୁକ୍ତିଯୁକ୍ତ ତାହା ହିଁ ଠିକ୍। ଆଚ୍ଛା, ଆର କଥାଟାକୁ ଆସ। ଯାହା ଦେଖିଲ ସେଇଟା ଯଦି ଭୁଲ ବୋଲି ବୁଝି ନ ପାର ତାହେଲେ ସେଉଟା ଠିକ୍। ଯାହା ଦେଖିଲ ସେଉଟା ଯେ ଭୁଲ ଏ କଥା ତୁମେ ବୁଝିବ କିପରି? ତୁମେ ଏଲି ଦେଖିଲ ଯେ ମଣିଷଟା ଗଛମୂଳେ ଠିଆ ହେଇଛି, ପୁଣି ପରେ ଦେଖିଲ ମଣିଷଟା ସେଠି ନାହିଁ। ଏଥିରୁ ତୁମେ ବିଶ୍ୱାସ କରିପାରିବ କେଉଁଟା ଅଛି ନା ନାହିଁ, ଥିଲା ନା ନଥିଲା? ହୁଏତ ପ୍ରକୃତରେ ସେ ଥିଲା, ତୁମେ ଯାହା ଦେଖିଲ ସେଉଟା ଠିକ୍, ପରେ ସେଇଟାରୁ ଚାଲିଯାଇଛି। କେହି ଆସିବାର ଭୟ କରି ଚାଲିଯାଇଛି, ନହେଲେ ତୁମ ସାଙ୍ଗରେ ଟିକିଏ ଖେଳିବ ବୋଲି ଗଛ ଉଆଡ଼ରେ ଲୁଚିଯାଇଛି। ତୁମେ କିପରି କହିବ କେଉଁଟା ଭୁଲ ଆଉ କେଉଁଟା ଠିକ୍? ତୁମେ ଯଦି ଆଉ ଦୂରକୁ ନ ଭାବ ତାହେଲେ ତୁମ ମନରେ ଗୋଟାଏ ଧୋକା ରହିଯିବ। ଯଦି ଆଉ ଟିକିଏ ଦୂରକୁ ଯାଅ ତାହେଲେ ହୁଏତ ଗୋଟିଏ ମୀମାଂସାରେ ପହଞ୍ଚିଯିବ। ଏଠାରେ ମଧ୍ୟ ତାହେଲେ ଆମେ ଦେଖିଲୁ ସେଇ ଯୁକ୍ତିତର୍କର ବଳ ଖଟିଲା। ତାହେଲେ ଶେଷରେ ଆମେମାନେ ଦେଖିଛୁ ଯେ ଯାହା ଯୁକ୍ତିଯୁକ୍ତ ତାହା ହିଁ ଠିକ୍। ଯୁକ୍ତିଯୁକ୍ତ ଅର୍ଥ ଯାହା ନ୍ୟାୟଶାସ୍ତ୍ରର ନିୟମ ଅନୁସାରେ ସିଦ୍ଧ। ଯେପରିକି ମନୁଷ୍ୟ ମାତ୍ରକେ ମରିବ। ରାମ ଜଣେ ମନୁଷ୍ୟ, ଅତଏବ ରାମ ମରିବ। ପୁଣି ରାମର ବାପା ଏତେ ବର୍ଷରେ ମରିଥିଲେ, ତା'ର ମା ଏତେ ବର୍ଷରେ, ତା ଭଉଣୀ ଏତେ ବର୍ଷରେ, ତା ଭାଇ ଏତେ ବର୍ଷରେ, ଅତଏବ ରାମ ଏତେ ବର୍ଷରେ ମରିପାରେ। ଏ ଦୁଇଟା ହେଲା ନ୍ୟାୟଶାସ୍ତ୍ରର ପ୍ରଧାନ 2ଟି ନିୟମ। ସମସ୍ତଙ୍କ କଥାରୁ ଜଣଙ୍କ କଥା ଅନୁମାନ କରିବା, ଅନ୍ୟ ଜଣଙ୍କ କଥାରୁ ସମସ୍ତଙ୍କ କଥା ଅନୁମାନ କରିବା। ବର୍ତ୍ତମାନ ଦେଖାଯାଉ ଏ ଦୁଇଟା କେତେ ଦୂର ଠିକ୍। ମୋ ବାଡ଼ିରେ 50ଟା ଆମ୍ବ ଗଛ ଅଛି। ମୁଁ ଗୋଟି ଗୋଟି କରି ଦେଖିଲି ସବୁଥିରେ ଆମ୍ବ ଫଳିଛି। ଏ ବର୍ଷ 10 ବର୍ଷ ଧରି ମୁଁ ଦେଖିଲି ବରାବର ଆମ୍ବ ଫଳୁଛି। ଅତଏବ ମୁଁ ଅନୁମାନ କରିନେଲି ଯେ ଗଛଗୁଡ଼ାକରେ ଆମ୍ବ ବରାବର ଫଳିବ। ବର୍ଷେ ଦେଖିଲି କୋଉଥିରେ ଫଳିଲା, କୋଉଥିରେ ଫଳିଲା ନାହିଁ। ଆଉ ବର୍ଷ ଦେଖିଲି ମୋଟେ ଫଳିଲା ନାହିଁ। ଅବଶ୍ୟ ଯୁକ୍ତିତର୍କ ପଡ଼ିଲା ବେଳେ ପଣ୍ଡିତମାନେ କହିବେ ଯେ ତୁମ୍ଭର ଉପାଦିତ କଥାଗୁଡ଼ାକ ଠିକ୍ ହୋଇନାହିଁ। ସେ କଥାଟା ଏପରି ହୋଇଥାନ୍ତା ଯଦି ଏହି ବର୍ଷମାନଙ୍କ ପରି ପାଗ ରହେ ଓ ମାଟି ଯଦି ଏହି ବର୍ଷ ପରି ବଳ ରହେ ତାହେଲେ ଆମ୍ବ ଗଛ ନିଶ୍ଚୟ ଆମ୍ବ ଫଳିବ। ସେହିପରି ସାଧାରଣ ନିୟମ ହେଲା ଯେ ନିଆଁରେ ଗୋଡ଼ ପୁରାଇଲେ ଗୋଡ଼ ପୋଡ଼ିଯିବ। ରାମ ନିଆଁରେ ଗୋଡ଼ ପୁରାଇଲା, ଅତଏବ ତା'ର ଗୋଡ଼ ପୋଡ଼ିଯିବ। କିନ୍ତୁ ଆମ ଏ ଭାରତବର୍ଷରେ ମିଆଁପୁଅ ଓ ବିଲାତରେ ଜଳନ୍ତା କୋଇଲା ରଡ଼ ନିଆଁ ଭିତରେ ଚାଲି ଭଲ ରହିଛନ୍ତି, ଆଉ ବିଲାତ ଲୋକଙ୍କୁ ଚମକେଇ ଦେଇଛନ୍ତି। ସେ କିପରି ହେଲା? ପୁଣି ପଣ୍ଡିତମାନେ କହିବେ ଯେ ନିଆଁରେ ପୋଡ଼ିବା ଅଭ୍ୟାସ ନଥିଲେ ନିଆଁରେ ଗୋଡ଼ ପୁରାଇଲେ ଗୋଡ଼ ପୋଡ଼ିଯିବ। କିନ୍ତୁ ଏଇ ପଣ୍ଡିତିଆ କଥାଗୁଡ଼ାକ ଫେଡ଼ିକି ପାଏନା କି ଚୁଲିକୁ ପାଏ ନାହିଁ। ଏମିତିଆ କଥା କଟାକଟି କରି ଧଳାକୁ କଳା କରାଯାଇଛି, କଳାକୁ ଧଳା କରାଯାଇଛି। କିନ୍ତୁ ଅସଲ କାମ ବେଳେ କେତେଜଣ ଏପରି ହୁଅନ୍ତା ଇତ୍ୟାଦି ଲଗାଇ କାମ କରନ୍ତି। ତାପରେ ଯଦି ଅସମ୍ଭବ ସମ୍ଭବ ହୁଅନ୍ତା, ଯଦି ସମସ୍ତେ ନ୍ୟାୟଶାସ୍ତ୍ର ଅନୁସାରେ ରୀତିମତ ହିସାବ କିତାବ କରି କାମ କରୁଥାନ୍ତେ, ଆଉ ନ୍ୟାୟଶାସ୍ତ୍ରରେ ହିସାବ କିତାବ ଯଦି ନିର୍ଭୁଲ ହୋଇଥାନ୍ତା, ତାହେଲେ ଯେ ଯାହା କରନ୍ତା ତା'ର ଫଳ ଅବଶ୍ୟ ପାଆନ୍ତା। କାରଣ ଦିନ ପଛରେ ରାତି ପରି କାମ ପଛରେ ଫଳ ଲାଗି ରହିଛି। କିନ୍ତୁ ତାହା ହୁଏ ନାହିଁ। ନ୍ୟାୟର ହିସାବ ଅନୁସାରେ କାମ କରି ହୁଏ ନାହିଁ। ପୁଣି ନ୍ୟାୟର ହିସାବ ମଧ୍ୟ ନିର୍ଭୁଲ ନୁହେଁ। ଅସଲ କଥାଟି ହେଲା ଏ ସଂସାରଟା ଏପରି ସହଜ ଓ ସରଳ ନୁହେଁ ଯେ କୌଣସି ଗୋଟାଏ ନିୟମ ମାନି ଚଳିଲେ ଚଳିବାର ଫଳ ମିଳିଯିବ। ବ୍ୟବସାୟୀ ହିସାବପତ୍ର କରି ଚାରିଆଡ଼ ଖବର ଅନ୍ତର ନେଇ ଠିକ୍ କଲେ ଯେ ସେ ଯଦି ଚିନାବାଦାମ ଗୋଡ଼ାଇଲେ କିଣନ୍ତି, ତାହେଲେ ଆଉ ବର୍ଷକ ପରେ ଚିନାବାଦାମର ଏତେ ଲୋଡ଼ା ହେବ ଯେ ସେ ବୋଧହୁଏ 100 ଟଙ୍କାରେ 500 ଟଙ୍କା ଲାଭ କରି ବସିବେ। ସେ କିଣି ପକାଇଲେ। ତାପରେ ହଠାତ୍ ଲାଗି ରହିଲା ଇଟାଲୀ ଆବିସିନିଆ ଯୁଦ୍ଧ। ଚିନାବାଦାମର ବଜାର ପଡ଼ିଗଲା। ବ୍ୟବସାୟୀ ଯେତିକି କିଣିଥିଲେ ତା'ଠାରୁ କମ୍ ଦରରେ ବିକିଲେ। ମୂଳ ପାଣ୍ଠି ମଧ୍ୟ ଗଲା। ଲାଭର ଆଶାରେ ନ୍ୟାୟଶାସ୍ତ୍ରର ନିୟମ ଅନୁସାରେ କାମ କରି ସେ ଯେତେବେଳେ ଦେଖିଲେ ଯେ ତାଙ୍କର ଶେଷରେ କରଜ ଗୁଡ଼ାଏ ହୋଇଗଲା, ଆତ୍ମହତ୍ୟା କରି ବସିଲେ। ଅନ୍ୟପକ୍ଷରେ ସେହିପରି ଯୁଦ୍ଧ ଲାଗିଛି। ଜଣେ ବ୍ୟବସାୟୀ ଦେଖୁଛନ୍ତି, ସେ ବୁଝିଲେ ଯେ ଗୋଟାଏ ପକ୍ଷରେ ଅନେକ ଗୁଡ଼ିଏ ସୈନ୍ୟ ସାହାଯ୍ୟ ଆସି ପହଞ୍ଚିଲେଣି, ଅତଏବ ସେହି ପକ୍ଷରୁ ହିଁ ଜିତାପଟା ସମ୍ଭବ। ସେ ତତ୍କ୍ଷଣାତ ଯୁଦ୍ଧଭୂମି ଛାଡ଼ି ଚାଲି ଆସିଲେ ସହରକୁ। ବନ୍ଧୁବାନ୍ଧବଙ୍କ ସାଙ୍ଗରେ ଦେଖା କରି କଥାରେ କଥାରେ ସଙ୍କେତ ଦେଲେ ଯେ ଯାହାର ପ୍ରକୃତରେ ଜିତାପଟ ହେବାର କଥା ସେ ହାରିଯିବ। କାନକୁ କାନ ହୋଇ କଥାଟା ସହର ତମାମ ରାଷ୍ଟ୍ର ହୋଇଗଲା ସାଙ୍ଗେ ସାଙ୍ଗେ। ସେହି ପକ୍ଷର ଯାହା କାରବାର ସେଥିରେ ମାନ୍ଦା ଭାବ ଆସିଗଲା। ଏ ବ୍ୟବସାୟୀ ସେ କାରବାର ଗୁଡ଼ାକ ଚଟାପଟ କିଣି ପକାଇଲେ। ତହିଁ ଆରଦିନ ଖବର ଆସିଲା ଯେ ନାଇଁ,
से पक्षटा जितिब। से पक्षरे कारोबार हु हु कर बढ़ी चलला। आ व्यवसायी गोटाए 3 हुए तो कोटी कोटी टंका मारिनेले। दुईटा जग कथार आपण मैंने देखिए सबू कथा आशा उपर होइछि। उभय भाविछन्ति जे एपरि हेले सेपरि हेब, से अनुसार काम करुछन्ति। मझिरे अन्यान्य केतक कथा पशि जाइछि। से कथा गुड़ाक उपरे तांकर कौनसी हाथ नहीं। आउ से कथा गुड़ाक ही फल आनी देछि। से सब घटीगला परे इले पंडित मैंने कहीपारती ना हे से लोकटा बोका, से ठीक न्याय हिसाब कर पारा नाही। आ से केड़े बुद्धिमान, तांका हिसाब किताब केते ठीक। किंतु प्रकृत में जितेबाला रोथस्टाइल आसी फ्रांस जितब बोली राष्ट्र करदेला सेतेबेले कौन तांका छाती तुरक दुख होउनथिला? तांकर कौन निज बुद्धि उपरे निज न्याय उपरे एकदम विश्वास थिला? से सेतेबेले जुआ खेलुथिले। दाउ बाजिब जीव तो थोड़ाए मारी नब, न बाजिब तो न हब, एपरी भावरे ही। मोर ए कथा गुड़ाक केही हो तो अनुमान करें जे मु कहबाकू जाउछि जे ए संसारटा मिछ माया, एथिरे किछि ठीक नाही। तापरे हेले हब गाड़ीर बरसा, दायिका माड़र धुरुमुसा। कौन ना ए कथाटा आम 56 पुरुष आगरू लोके बराबर कही आसुचंती। से पुराणा कथाटा को कहबाकू एते कलबल किया? मु सतरे से कथा कहू नाही। सतरे मु से कथा विश्वास मध्य करे नाही। ए संसारटा जे मिछ माया ए कथा मानिबाकू मु एका बेले राजी नुहे। ए संसारटा गोटा एक जल जीवंता पदार्थ ए जे अछि, आउ सेथिरे अछि मात्र गोटे जीव, से होछि मु। आउ जदि संसार रे किछि थाए ताहाले से केवल मोरी पाई, मोर खेलसाथी, मोर विलासर सही। एही जवाबटी मोर आग प्रश्नर उत्तर। मु जहाँ देखे, मु जहाँ अनुभव करे, मु जहाँ भोग करे, से ही ठीक। तुमे कहीपार मु ताहाले हेले मो निज कथा निजे काटुछि। तुमर भूल, मो निज कथा मु काटू नहीं, काटी पारे नहीं। मु जदि ए कागजटा को 5टा बाजी 25 मिनिट रे कहे धला, पुणी 5टा बाजी 30 मिनिट रे कहे कला, ताहाले मोर दुईटा जक कथा ही ठीक। मोर भूल होई पारे नाही। किमितिका एपरी कथा होई पारे? भल मंद भूल ठीक बोली जहाको संसार तुमे कह, से सब भूल मु एई कथाटा एते बकी बकी आगरे बुझाइबाकू चेष्टा करथिली। 5 जण आखि की भल दिसिब, 5 जण मन को भल लगिब, 10 जण बाहाबा करिवे। एई हेला आम भल बंद भूल ठीक रो मापकाठी। यार मूଳରେ ଅଛି मनुष्यर गोलाम प्रवृत्ति। आमे निजको बड़ बोली कहू, निजको सभ्य शिक्षित उन्नत बोली गर्व करू, पराधीनता को फोपाड़ी देई स्वाधीन हेबाकू केते वक्तृता देऊ। किंतु सबु कथारे आमे पाख पड़िशा सांगसाथी मुहरु चाहूँ तांकर प्रशंसा नेबा पाई। ए बड़ दासत्व, ए प्रकृत गोलामी। ए गोलामी भितरु ए संसारटा मिछ माया बोली मने हुए। धर ए कला धड़ा कथाटा, मु जदि धड़ा जिनिसटा कला बोली कहे बा जहाको धड़ा बोली कहिछि ताको कला बोली कहे, ताहाले मोर भूल होला बोली कि कहबो? केमिति जानिब? एही 10 जनक कथारु 10 जन कहिबे मला धड़ाटाको कला बोली कहल केमिति मो, नहले इले कहूच धड़ा कहूच धड़ा कला, ए केमिति मनीष म? अतएव मु हेली दोषी। मु निजको भाबिली दोषी। ए 10 जनक कथा को डरी मु मन कथा कहि पाली नाही। मोर ताहले स्वाधीनता आसिला कहूँ, आ मोर उन्नति बा हेला केउठारे? उन्नतिर बाट बा काई? गोटाए कथा कहे, मु ओडिया साहित्यर जड़े महारथी। मु बराबर पराजित साहित्यर भाव और भाषा नहीं बही, प्रबंध, कविता, नाटक लिखि आसिछि। पर मोर मन हैला ना, ए भाव भाषा भूल। मोर सहज सरल सुबोध ओडिया भाषा ओडिया जातिर कथा लिखिबा उचित, ताहा ही प्रकृत साहित्य। किंतु मु लिखिबे नाही कि से कथा मानिबे नाही कि से कथा कहबे नाही। ओलटी नाना प्रकार गालु गाली गुजब करी मु प्रमाण करने को चेष्टा करी जे मोर ए मनर कथाटा भूल। कारण ता नहेले मते लोके कहबे कौन? आम देशर अतिटकटा को जेते फोपाड़ी फिंगी दबाकू हमारडी दौ पछके निजर अतिटकटा को फिंगी दबाकू राजी नुहे। लोक कहबे कौन? जांक आगरे आमर परगति परिचेष्टार बड़े करी आसीथिलु सेमाने कहबे कौन? ए गोलामी मते बांधी रखे। मो मनर कथा बाल विधवार अभिलाष परी निज मनरे उठी निज मनरे सुखी जाए। ए अवस्था उन्नति संभव है किपरि? मु जेबे सतरे आगको चल जाबाकू इच्छा करे ताहाले मते मो बाट बाछि नबाकू पड़िबो। मु थरे अधे बाट बणा होई पारे नाही। सेतेबेले मते से बाट छाड़ी आउ बाटे जिबाकू पड़िबो। से कथाटा मोर मानिबा उचित। पर देखा कि पर चला बाट मो कामको न आसी पारे, जोता बाट मो खाली गोड़ को सुविधा न होई पारे। भीम जो रास्ता 15 घंटे जाई पारती से रास्ता तक जीवाको मते हुए तो जीवन गोटाक जक लगे पारे।
ମୋର ଏ କଥା ଗୁଡ଼ାକ ମାନିଦେବାକୁ ଉଚିତ। 10 ଲୋକ ମୋର ଚାଲି ବା ମୋ ପାଟକୁ ନାପସନ୍ଦ କରିବେ ବୋଲି ଡରି ବାମନ ହୋଇ ଯେବେ ମୁଁ ଭୀମଙ୍କ ପରି ପାହୁଲ ପକାଇବାକୁ ଯାଏ କି ସାଇବମାନେ ବୁଟ୍ ପିନ୍ଧି କଣ୍ଟାଝଣ୍ଟାରେ ଯାଉଛନ୍ତି ବୋଲି ମୁଁ ଯେବେ ଖାଲି ଗୋଡ଼ରେ ସେ କଣ୍ଟାଝଣ୍ଟାରେ ଯାଏ, ତାହେଲେ ମୁଁ ହେବି ନିଜର ବୈରୀ। ମୋର ହାଣ କୁହାଡ଼ି ମୋ ବେକରେ ମୁଁ ବସେଇବି। ଅତଏବ ମୋ ଆତ୍ମାର ଉନ୍ନତି ଲାଗି, ମୋ ମନର ଆନନ୍ଦ ଓ ସନ୍ତୋଷ ଆମୋଦ ଲାଗି ମୋତେ ଏଇ 10 ଜଣଙ୍କୁ ଗୋଲାମୀ ଛାଡ଼ିବାକୁ ପଡ଼ିବ। ଦେଶର ଓ ଜାତିର ଉନ୍ନତି ଲାଗି ଶାସନଗତ ସ୍ୱାଧୀନତାର ବଡ଼ ବେଶୀ ଲୋଡ଼ା ନାହିଁ। ଶାସନଗତ ସ୍ୱାଧୀନତା ଆମ୍ବ ଗଛର ନାରଙ୍ଗ ଫଳି କିପରି ଗୋଟାଏ ହପ୍ପା ସ୍ୱର୍ଗକୁ ଯିବା ପାଇଁ ପୁରୀର ସ୍ୱର୍ଗଦ୍ୱାର ପରି ଗୋଟାଏ ମନଭୁଲାଳିଆ ସହଜ ବାଟ। ଦେଶର ସ୍ୱାଧୀନତା ଲାଗି ବ୍ୟକ୍ତିର ସ୍ୱାଧୀନତା ଦରକାର। ମୁଁ ଯଦି ନିଜକୁ ଦେଶର ଓ ଜାତିର ଅଧୀନତାରୁ ମୁକୁଳି ନେଇପାରିବି, ତାହେଲେ ମୁଁ ହେବି ସ୍ୱାଧୀନ, ଆଉ ଦେଶ ମଧ୍ୟ ହେବ ସ୍ୱାଧୀନ। ସ୍ୱାଧୀନତାର ଅର୍ଥ ସବୁ ପ୍ରକାରର ବନ୍ଧନରୁ ମୁକ୍ତ ରହିବା। ଆଉ ପର କଥା ଉପରେ ଯେ ମୋର ସୁଖ ଦୁଃଖ ନିର୍ଭର କରେ, ୟାଠାରୁ ବଳି ବଡ଼ ରକମର ମାୟାବନ୍ଧନ ଏ ଜଗତେ କିଛି ନାହିଁ। ଏ ବନ୍ଧନ କାହିଁକି ନା ଏପରି ହେତୁରୁ ମନୁଷ୍ୟର ନିଜର ଗତି ଓ ନିଜ ବିବେକ ଉପରେ ଅବିଶ୍ୱାସ ଆସେ। ଆଉ ଏ ମାୟା କାହିଁକି ନା କୌଣସି ଲୋକମତ ସ୍ଥିର ନୁହେଁ, ସତ୍ୟ ସ୍ଥିର ସନାତନ। ଯାହା ଅସ୍ଥିର ଚଞ୍ଚଳ ତାହା କଦାପି ସତ୍ୟ ହୋଇ ନପାରେ। ବିଶେଷରେ ପୁଣି ଥରେ ଲୋକମତର ଗୋଲାମୀ ମାନିନେଲେ ମନୁଷ୍ୟ ଏତେ ଅନ୍ଧ ହୋଇ ବସେ ଯେ ସେ ଭଲ ଭାଲେ ବାଛିପାରେ ନାହିଁ। ତେଣିକି ଖାଲି 5 ଜଣ ଯାହାକୁ ଭଲ ବୋଲି କହିଲେ ତାହା ଯେ ସେ କରିବାକୁ ହେବ ଏପରି ନୁହେଁ। 5 ଜଣ କ'ଣ କହିପାରନ୍ତି ତାକୁ ମଧ୍ୟ ଅନୁମାନ କରି ସେ ଅନୁମାନ ଅନୁସାରେ ମୋତେ କାମ କରିବାକୁ ପଡ଼ିବ। ସାଧାରଣତଃ ଆମେ ଯେ ଲୋକମତ ଚାହୁଁ କାମ କରୁ, ସେ ପ୍ରକୃତ ଲୋକମତକୁ ଚାହୁଁ ନୁହେଁ। ଲୋକମତ କ'ଣ ହୋଇପାରେ ତାକୁ ଚାହୁଁ। ପ୍ରକୃତରେ ଲୋକମତ କ'ଣ ହେବ ତାହା ଠିକ୍ କରି ଜାଣି କୌଣସି ଦିନିକିଆ କାମ ହୋଇ ନପାରେ। ଜୀବନର 15ପଣ କାମ ଏପରି ଯେ ଯେମିତି ପଡ଼ିଲା ସେମିତି ସାଙ୍ଗେ ସାଙ୍ଗେ କରିବାକୁ ହେବ, ନହେଲେ ସେ କାମ ହେବ ନାହିଁ। ଏକାବେଳେ ଯେତେବେଳେ ଲୋକମତ କ'ଣ ନିର୍ଭର କରି ବୁଝିବାର ବେଳ ନଥିବ, କାମ କରିବାକୁ ହେବ ଲୋକମତ ଅନୁମାନ କରି। ତୁମେ ଏଠି କହିପାର ଯେ ଲୋକମତ ଊଣା ଅଧିକେ ସବୁ ବିଷୟରେ ଜଣାଶୁଣା, ଯେପରିକି ଚୋରି କରିବ ନାହିଁ, ମିଛ କହିବ ନାହିଁ, ପର ସ୍ତ୍ରୀକୁ ଚାହିଁବ ନାହିଁ ଇତ୍ୟାଦି। ସତ କଥା, କେତେକ ବିଷୟରେ ଲୋକମତ ଗୋଟାଏ ଧାରାରେ ପଡ଼ି ଆସିଛି, କିନ୍ତୁ ସେ ଧାରାଟି ଯେ ମିଛ। ପ୍ରଥମ କଥା ହେଲା, ମନୁଷ୍ୟର ସାଧାରଣ ଜୀବନରେ ମିଛ କହିବାର ବଡ଼ କମ୍ ଦରକାର ପଡ଼େ। ତା ଅର୍ଥ ନୁହେଁ ଯେ ସେ ଲୋକ କମ୍ ମିଛ କହେ। ମୁଁ ଅନେକ ମିଛ କହେ, କିନ୍ତୁ ସେ କାମରେ ଯେତେ, କାମରେ ସେତେ ନୁହେଁ। ମାଇପ ଉପରେ ବନ୍ଧୁବାନ୍ଧବଙ୍କ ମେଳରେ ଚାକର ବାକରଙ୍କ ପାଖରେ ବଡ଼େଇ କରି ବା ନେବା ପାଇଁ ମୁଁ ଅନେକ ମିଛ କହେ। କାମଟା କରିସାରି ତା'ର ମନ୍ଦ ରୂପ ଘୋଡ଼ାଇବା ପାଇଁ ମଧ୍ୟ ମୁଁ କମ୍ ମିଛ କହେ ନାହିଁ। କିନ୍ତୁ ଅସଲ କାମ ବେଳେ ମୁଁ କ'ଣ ମିଛ କହିବି? ମିଛ କହିବା କି କାମ କରିବି? ସେହିପରି ଚୋରି କରିବା। ଯେ ଚୋର ସେ କାହା କଦବା ଚୋରି କରେ। ତା'ର ସାଧାରଣ ସବୁ କଥାରେ ଚୋରି କରିବାଟା ଖଟେ ନାହିଁ। ପୁଣି ନିୟମ ଅଛି ବୋଲି ଚୋରି ନ କରନ୍ତି କେତେ ଜଣ? ବଡ଼ ବଡ଼ କୋଟିପତିଙ୍କଠାରୁ ଆରମ୍ଭ କରି ନାରକୋରିଆ ବାଉରୀ ପର୍ଯ୍ୟନ୍ତ ଅଧିକାଂଶ ଚୋରି କରନ୍ତି। କିଏ ଧରାପଡ଼ି ଜେଲ୍ ଯାଏ, ଦାଗି ବୋଲାଏ, କିଏ ଧରା ନ ପଡ଼ି ବଡ଼ ଲୋକ ହୋଇ ଛତା ଟେକେ। ସେହିପରି ପରସ୍ତ୍ରୀକୁ ନ ଚାହିଁବା ଆମେ ହଜାର ହଜାର ନୀତିଶାସ୍ତ୍ର ଗାଇସାଇ ହେଉ ପଛକେ, ଆମ ଆଖିରେ ପରଧନ, ପରଗୌରବ, ପର ବୈଭବ ପରି ସ୍ତ୍ରୀ ମଧ୍ୟ ବେଶୀ ସୁନ୍ଦରୀ, ବେଶୀ ନାଗରୀ ନ ପାଉ ପଛକେ ଟିକିଏ କଣ ଆଖିରେ ଦେଖିଦେଲେ ତ ହେଲେ ପେଟ ପୂରିଯିବ, ମନ ଅରମାନ ମେଣ୍ଟିଯିବ। ଆଉ କାମ କରିବା ସାଙ୍ଗରେ ପରସ୍ତ୍ରୀକୁ ନ ଚାହିଁବା ପରି କିଛି ସମ୍ବନ୍ଧ ନାହିଁ। ଅତଏବ ଆମେ ଦେଖିଲୁ, ଲୋକମତ ଯାହା ସବୁ ଭେଲ ବୋଲି ଆଗରୁ ଠିକ୍ କରି ନେଇଛି, ଶାସ୍ତ୍ର ପ୍ରମାଣ କରି ଥୋଇଛି, ସେଇ ଭେଲ କଥା ଗୁଡ଼ାକ ଅନେକ ଲୋକ କରନ୍ତି। ଚୋରେଇ ଲୁଚେଇ ନ ହେଲେ ଦେଖେଇ ଶୁଣେଇ। ପୁଣି ଏ ତିଆରି ଭଲ ଭେଲ ସାଙ୍ଗରେ କାମ କରିବାର କିଛି ସମ୍ବନ୍ଧ ନାହିଁ। ତାହେଲେ ଏ କଥାଟା ହେଲା ସାର ଯେ ଆମେ କାମ କରୁ ଲୋକମତ ନେଇ ନୁହେଁ, ଲୋକମତ କ'ଣ ହୋଇପାରେ ତା'ର ଅନୁମାନ କରି। ଏପରି ଅନେକ ସମୟରେ ଦେଖାଯାଇଛି, କାମଟା ହୋଇଗଲା ପରେ ଲୋକମତ ସେ କାମ ବିରୋଧରେ ଯିବାର ସନ୍ଦେହ ହେଲେ ଖବର କାଗଜ, ସଭା ସମିତି, ଲାଞ୍ଚ, ଅଣ୍ଟା ଗୁଞ୍ଜା ଇତ୍ୟାଦି ନାନା ପ୍ରକାର ଉପାୟ କରି ଲୋକମତ ତା'ର ସପକ୍ଷରେ ଆଣିବାକୁ ଚେଷ୍ଟା କରାଯାଏ। ସେଇଥିପାଇଁ କହୁଥିଲି, ଆମର ମନ ଗୋଲାମୀ କିମିତ ନାକ ବାଳ ଧରେଇ ଖାଲି ଭୂତ ଡରରେ ଆମକୁ ଚପାଇ ରଖିଛ। ପାଠୁଆ ବଡ଼ବଡ଼ିଆ ହୋଇ ଏଇ ଛାଇକୁ ଦେଖି ଡରିବାଠାରୁ ବଳି ଆଉ ବଡ଼ ସରମର କଥା କ'ଣ ହୋଇପାରେ? ଯଦି ମୋର ପ୍ରବନ୍ଧଟା କେହି ପଢ଼େ, ତାହେଲେ ସେ ବୁଝିପାରିବ ମୋର କହିବାର କଥା। ମୁଁ ଅଛି, ଆଉ ମୋରି ଲାଗି ସଂସାରଟା ଅଛି। ମୋର ଦୁଃଖ ସୁଖ, ଭଲ ମନ୍ଦ, ସଂସାରର ସୁଖ ଦୁଃଖ, ଭଲ ମନ୍ଦ ଓ ହାନି ଲାଭ। ମୁଁ ସମାଜ ବନ୍ଧନର ବାହାରେ, 10 ଜଣଙ୍କ ଉପରେ। ମୁଁ ଯଦି ପାଳ ପକାଇ ଉଚ୍ଚ ହୁଏ, ତାହେଲେ ସେ ପାଳ ମୋର ସତ।
प्रकृत तुमर रत्न सिंहासन मिछ अवास्तव। मोर आईन कानून मोर कारण मु मनुष्य आ मनुष्य जेकोसी शब्दरूपी नारायण ठारू बृहत्तर और उच्चतर। आईन कानून मत अमत नीति अनीति जहाँ कह सेगुड़ाक खाली पवन सुख अशरीरी अप्राकृत माया, किंतु मु वास्तव शरीर और प्राकृत। मु यह कहली बोली पझाटे हुए तो डेई पड़ी कहबे एक ही कथा ए जे अपसार्थकतार चूड़ान्त एते स्वार्थ प्रणायत अनीति अन्याय अतएव ए बायाटार मुंडर ठेंगामाड़ दरकार। ता नहले पृथ्वीर जे एते स्वार्थ त्याग दधीची ठारू आरंभ करी गोपबंधु पर्यंत एते जे पदार्थ एगुड़ाकर हब कौन लोकंकर आदर्श जे नष्ट हो जाए। बड़ बड़िया ना करी मते मारिबाकू उद्यमटा विशेष किछि चालाकी बा बहादुरी बा नूतनत्व कहीं, किंतु कथाटा हेउछि जे खाली स्वार्थत्याग पई स्वार्थत्याग करिके संसार रे आदर्श होई रही नाही। एपरी जेबे केही करिथाए ताहले से पागला गार्दर डाली भात खिया बोका दधीचींकर आत्मबली तांको आत्मार उद्धार पई स्वार्थ लाभ पई गोटाए जीवन बलिबई मु 50 जन्मर दुख एड़ी पारे, ताहले सेथिरे मोर स्वार्थ पारपण हेले निस्वार्थ 4 अणा मात्र। गोपबंधुଙ୍କ जीवनर आनंद थिला दरिद्रर सेवा करिबा पई। एतेक से न करि पारिथिले तांको जीवन अर्थात तांकर स्वार्थ निष्फल होइथांदा। तांकर ए व्यक्तिगत स्वार्थर सफलता पाई से स्वार्थगत करथिले निस्वार्थ पाई नुहे। एपरि देखा कले अनाम मिश्र स्वार्थपरायणता ठारू गोपबंधुଙ୍କର स्वार्थत्याग किछि उच्चतर नुहे। प्रभेदटा केवल उद्देश्य आउ उद्देश्य व्यक्तिगत। समस्तଙ୍କର उद्देश्य दरिद्र सेवा होई न पारे हेबा उचित मध्य नुहे, जेपरि समस्ते देवता होई न पारंती हेबा उचित मध्य नुहे। संसार मरुभूमि रे गोटाए दुईटा हुसैन हेना कवि को आखि को और मन को तृप्तिकर हो पारे, मात्र ए संसारटा जेबे खाली हुसैन सेना गछरे पूर्ण होता ताहले कवि बोधे मरुभूमिर स्वप्न देखते। अतएव आमे देखलु जे मु मोर एवं ए जगतटा मोरी पाई। यह कहवा द्वारा मु कोनोसी अहित नीति बिलबिलौ नाही, जहाँ संसार निरुता सत्य सेटा कहूची मात्र। तेबे वर्तमान तुम्हें पचारि पार जे धरिनिय आमे मानि नेलु तुम्हें व्यक्तिगत भाव में स्वाधीन, किंतु ता बोली तुम्हें जेले गोटे जिनिस को धला बोली कही पुणी आउ किछि समय से जिनिसटा कला बोली कहब, ताहले तुमरा देखिबाटा अन्य मानक देखिबा परि खाली गोटाए अंदाजबाजी अनुभव न हेब किया। तुम्हें 5 जनकर देखिबाकू अविश्वास करिपार, मात्र तुमर निजर देखिबाकू अविश्वास किपरि करिबो किपरि। कथाटा मोटामोटी भाव में सत, किंतु टिके तरलेई देखिल कथाटा जे मिछमय समस्ते बुझिपार। मु अच्छी बोली कहले मु कौन मन करे तुम्हें बा कौन मन कर मु जो मुहूर्त अच्छी बोली कहूँ से मुहूर्त अच्छी मात्र ता पर मुहूर्त मु न थाई पारे बा थिले मोर विशेष परिवर्तन होई थाई पारे। मु इले अच्छी भल पर मुहूर्त मो आखि फुली जाई पारे, मो आखिरे सुखुआ कंटा लगी जाई पारे, परल माड़ी जाई पारे, मो अंधार कणा बा आलुओ कणा होई जाई पारे इत्यादि। मोर मुहूर्तक जे परिवर्तन से खाली शारीरिक न होई मानसिक मध्य होई पारे, हब मत निश्चय ए हेबाटा आदौ वांछनीय नुहे। मु जदि जीवनर कोनोसी दुईटी मुहूर्त एकापरी मनरे देहरे बुद्धिरे विवेक रहे ताहले मु बुझिबी जे से दुईटी मुहूर्त लगी मु मरिछि। मु चोर हुए, डकायत हुए, खंट हुए, साधु हुए, महात्मा हुए, राजा हुए, भिकारी हुए, किंतु मु ए मुहूर्त से मुहूर्तर अचंचल होई रही पारे नहीं। मोर आश्रय करथिबा दिगरे मते बराबर चलिबाकू पड़िबो। मु मो ठिकाना जगह पहुँची न पारे तथापि मते चलिबाकू पड़िबो। सेतेबेले मु थका होई बसी पड़िबी, सेतेबेले मु मरिछि। मु चलिबी मोर शारीरिक और मानसिक परिवर्तन हेबो, किंतु से परिवर्तन लगी मोर हजिजीव नाही कि बदली मध्य जीव नाही। मोर वर्तमान मुहूर्त लगी मु जेपरि मोर भविष्य पाखरे दायी नुहे सेहीपरि मोर अतीत पाखरे मध्य बंधा नुहे। मु जे खाली स्वाधीन ता नुहे, जीवनर प्रत्येक लीता बलिता बिलिता मध्य परस्पर ठारू स्वाधीन। मो कार्यर विचार जेपरि 10 जनक मतामत उपर निर्भर कर नाही करे प्रकृत गोटाक जगार कार्य उपसार उपरे, सेहीपरि मो जीवनर ए मुहूर्तर कार्यकलापर विचार मो पूर्व मुहूर्तर कार्य बा पर मुहूर्तर कार्य उपरे निर्भर करि पारे नाही, करे मो संपूर्ण जीवनर उपसंहार उपरे। कथाटा शुणी कहीं हुए तो कहि पारंती जे से खाली बुरुडु टिके बुझाई कहवा दरकार पड़ुछि। से हेतुरु धर मु 10टा बाजी 25 मिनिट रे पोशाक पत्र पिंधिली, एथुर जदि तुमे अनुमान कर जे 10:30 बा 11टारे कचेरी जीवी बोली ताहले तुमर अनुमान मिछ होई पारे, कारण 10:25 रे परे
एपरी घटना घटीपे जे डाक्तर डाकवा दौड़ी पारे, थाना को लसर पसर हो धाई जापे अथवा कोकईरे बंधा हो मशाणी की नि जापे। सेहीपरि 10:25 मो लुगापटा पिंधार देखी कई जब अनुमान करती जे मुता आगु भात खाई अनुमान व्यर्थ हम। अतएव मो जीवन में कौन एक मुहूर्त चलुवा बेले ता संबंध में कौन उपसंहार परवर्ती और पूर्ववर्ती मुहूर्त को कराई न पारे। अर्थात मो जीवन प्रत्येक मुहूर्त अन्य मुहूर्त मान स्वाधीन। तेबे मो जीवन गोटे दिन सरला से दिन मुहूर्त मान गोटे सूतार बांधी माला तैयारी करा जाय पारे। मो जीवन प्रत्येक मुहूर्त जब स्वाधीन ताले मु ए मुहूर्त जहाँ देखिली बा कहली ता पर मुहूर्त देखा बा कहवा ठारू भिन्न हेले सेथिरे दोष कौन अच्छी बा असंभव कौन अच्छी। तापरे कहीं कहीं गालु मारी पारती जे जुक्तितर्क बल कथाटा को सत बोली कहले मध्य प्रकृत जीवन में ए सतन होई न पारे। बर्तमान आम जिमिति चलुछु से कथाटा सत नुहे किंतु आम सिमिति चलुछु सेटा आदर्शचारी नुहे जोटा सत मध्य नुहे। अतएव जहाँ असत्य ताहा अनादर्श ताकू धरी ए कथाटा विचार करने केवल गालुर परिसीमा। आपण माने देखंतु राम मते गाली देला कौन कारणरू मुझे रागी जाए तार पर मुहूर्त थाना की कचेरी धाई जाए ताले कौन हे राम और मो मध्य गोटाए शत्रुता सबुदिन रही। अथवा श्याम मते कौ दिन जिते बेले कौन कही बोली मुझे मनरे राग रखी मो दाँ पड़ा बेले तार उपर शत्रुता साधे ताले कौन हे। अथच मुझे ए मुहूर्त रामर गाली को बा श्यामर कुहा को पर मुहूर्त भूली जाए ताले कौन हे। पृथ्वी में आजिकल ये बाड़िया बाड़ी कामड़ा कामुड़ी ए तो से अतीत वर्तमान और भविष्य को एका कर चेष्टार फल से 10 जनक मतर अधीनतार कारसाथी। एतिकिरे रहिला गोविंद त्रिपाठी प्रबंध आकाश कइया। रहिली नमस्कार।